प्रथम रु कहि ना तमे मोर आवश्यकता ना न पारिबो मते पचारि तमे त मो मां को पाखे रे थाओ नारायण आलो सुन हैमवती सत्ता ए मोर भारती तैल बिना जटा बांधी बुलु थाए नीति से जटिया तो देखा सुना नहीं रे जहा मात बाबा एमती जटाधारी बोली ये सारा संसार जानी बाबांकर अन्य नाम हूँ गोटे जटिया तेणुक सी यही कथाटा कौन ये कहते मात मन अच्छी स्वामी पितृ सत्य पालिकी यहीमिति बुलुले बने जटाधारी मोर मने नहीं से पद कहूना ताले कहूची सुन नारायण जानी छगो जल कन्या प्रेत या जुगरे रूपे जटा बंधी बुलई बनरे जटाधारी लो नाम रही गला जुग चारी जटाधारी नारायण मात मु जहा पचारुची मु देखुची तुमर दोष रहूची नारायण नारायण मात जो प्रश्न पचारुछंदी मां पार्वती ठीक उत्तर दे हेई कथाटा पचारु नाहंती मात मां एनु किछि कहि परिबेनी तुमे टक टक हेलणी एबे सुनो तांको स्वामी की लज्जाकर कथा कहितले जाई नाहंती ते मु सिना जानि छै देवता माने टिके सुनंतु ताले कहून मु कोन नारायण कुहंतु कुहंतु आलो ग्रहरा दशनी दृष्टि भये पळाइला देवर्षि कोठी थिला कहिलो कहउनांती आलो धबा गंडी तळे जाई लुचि रही थिला तेर चंदन लुटा काटू थिला दिन जाको मात तेवर्षि ओ भलिया प्रश्न पचारलेनी सुनिलटी कुआडे तम स्वामी कुआडे जाकी लुचिकी थेले आ तांको स्वामी कोठी लुचि थेले जानिचटी हां द्वारिका रे लुचिकी थेले कहूना आलो कंस कुना सिण जरा संधे भय करी भुवने जाई बसवास करी लुचि रहिलो केते वर्ष नै थिला बाही मात ए कलिगंड बेले एतिकी रे बंद करंतु आउ कलिगंड कोन मिलिबो कहलो आ पर कोन आरंभ करिची माने शेष करी मु तो जानि छी तमे जमा छाड़ीबो नाही तमे काहे की मझिरे पसुछ या पर बाबा जानिले ए कथा कोन हबो जानि छ बाबा कोन करिवे नारायण नारायण हो ताले तार उत्तर दे आलो तक्ष जगे जीवन तू देलु जेते बेला क्रोधे जटिया तो कमिले जगरे चाचू आगे गो मातृ हरण लागिला बेगे चाचू आगे गो नारायण नारायण मात तेवर्षि जो प्रश्न पचारले तार उत्तर जानिछंती टी उत्तर जानिनी कहिलेनी रहिबनी तम स्वामी कथा कहिदेले कोन तांको स्वामी किछि कर नथले करिनी ताले मु कहूची सुन नारायण आलो माई को हरिबा पाई बळा इले मन तरुप होई माई संगे कले प्रेम बज होइलो भूत से छड़ाइले जाई
ଠିକ ତାର ଉତ୍ତର ଦେଇ ଦଉଛନ୍ତି। ତମକୁ ପ୍ରଥମରୁ ତ କହିଲି ସେ ଦେବେନି କାହିଁକି ତମେ ତ ତା ଦ୍ୱିଗୁଣା କହି ଦଉଛ ଯାଇ। ମାତ ଏଇ କଳିଗଣ୍ଡଳ ଏତିକିରୁ ବନ୍ଦ କରନ୍ତୁ। କଣ ମିଳିବ କହିଲା ଆମେ ନୃତ୍ୟ ଦେଖିବା ପାଇଁ ଆସିଛ। କଣ ମିଳିବ ତମେ ନୃତ୍ୟ ଦେଖିବା ପାଇଁ ଆସିଛ? ଆଗ ଆମ ନୃତ୍ୟ ଦେଖ ତାପରେ ଯାଇକି ତମେ ତମ ନୃତ୍ୟ ତ ସକାଳ ପାଇଯିବ ଆମେ ଆଉ ନୃତ୍ୟ କରିବୁ କେତେବେଳେ? ମୁଁ କହିଲି ସଜରେ ଠିଆ ହୁଅ। ଯାହା ଆଲୋ ଦେଖିଛ କି ସହି ନାହିଁ ସେ ଚମୁନିଆ ଆଖି ଧରିଣ ହୋଇନ ନାଚୁଆ ସେ ବିରୂପାଗ ସକାଳୁ ଦେଖିଲେ ପାପ ଦେଖିଛ ଗୋ ସହି ଗୁରୁ ପାଣ୍ଡ ରୂପ ହୋଇନ ଦେଖା ଅର୍ଜୁନରେ କୋଟି କୋଟି ମୁଣ୍ଡ ବସ୍ତ ଆଖି ଥିଲେ ଘୋଟି ପାଞ୍ଚ ମୁଣ୍ଡ ଥିଲା ବହି ନ ସଂସାର ଚାପୁଡ଼ ମାରି ଛିଣ୍ଡାଇଲା କରେ ବ୍ରହ୍ମ ହତ ସ୍ୱାମୀ ନାମ ଜପି ହେଲା ମୁକ୍ତ ମା ଲକ୍ଷ୍ମୀ ଟିକେ ରାଗିକି ନାଲି ପଡିଗଲେଣି ପୁରା ନାଲି ପଡିଗଲେଣି। ତାର ଉତ୍ତର ଦିଅନ୍ତୁ। ଆଲୋ ସୀତା ରୂପେ ଥିଲୁ ଯାଇ ରାମ ଅବତାରେ ଯାଇ ବଧିଲେ ରାବଣେ ବ୍ରହ୍ମ ଶାପଲ ମୋ ସ୍ୱାମୀ ନାମ ଜପି ହେଲେ ମୁକ୍ତ ଏତିକିରେ ବନ୍ଦ କରନ୍ତୁ। ଏଇ କଳିଗଣ୍ଡ ବେଳେ ଆଉ କରନ୍ତୁନି। ତମେ ବହୁତ କାନ୍ଦିଲଣି ଟେଳୁ ଫେଳୁ ପକେଇକି ଆଇଛ କି? ହଉ ତମରି କଥା ମାନିକି ମୁଁ ଏଇଠି ଶେଷ କରୁଛି। ମାତ ସେଇ ପଦକ କହୁନ। ତମେ ସଜରେ ଠିଆ ମୁଁ କହୁଛି ଯଦି ତମ ମନକୁ କହିବି ତମେ କହିଲି ତମର ମୋର କିଛି ଦରକାର ନାହିଁ। ତାହେଲେ ହେଇ ପଦକ କୁହନ୍ତୁ। ମା ଯେମିତି ଉତ୍ତର ଦେଇପାରିବେ। ତାହେଲେ କହୁଛି ଶୁଣ। ଆଲୋ ଦେଖିଛ କି ସହି ନାହିଁ ପଥ ଶରୀର ରୂପରେ ପୂଜା ପାଏ ସର୍ବଠାର ଚରଣେ କଣ ପଚାରିଲେ ମା ଲକ୍ଷ୍ମୀ ଶୁଣିଲ ତ? ଇଏ ସାଧାରଣ ତାର ଉତ୍ତର ଦିଅନ୍ତୁ। ଦେଖିବ ଗୋ ସଖୀ ଯାଅ ଲୀଳା ଚଳପୁର କାଠ ଶରୀର ହୋଇନ ରହିଛି ସେଠାର ଶ୍ରୀପଦରେ ଗୋ ଚକ୍ରଧର ନମଇ ପୟରେ ନାରାୟଣ ମାତା ଦେଖ କୁଆଡେ ପଳେଇ। ନାରାୟଣ ମାତ ଆଜି କାହା ମୁଖ ସକାଳୁ ଦର୍ଶନ କରିକି ଆସିଥିଲ? କହିଛି ମୁଁ ଆସିଲା ବେଳେ ମୋ ସ୍ୱାମୀଙ୍କ ମୁଖ ଦେଖି। ତାହେଲେ ସକାଳୁ କଣ ପ୍ରଭୁଙ୍କ ମୁଖ ଦର୍ଶନ କରିଥିଲେ? ତାହେଲେ ଏଠିକି ଆସିବା ପରେ କାହା ମୁଖ ଦର୍ଶନ? ସମସ୍ତଙ୍କ ମୁଖ ଦେଖି। ନାରାୟଣ ସେଇଥିପାଇଁ ତାହେଲେ ତମର ଜିତା ପଟେ ଅଛ। ତମେ ଭାବୁଛ ତମ ମୁଖ ଦେଖି? ନାରାୟଣ ମାତ କିନ୍ତୁ ହେଲେ ଆ ପରେ କଣ ହବ ଜାଣିଛଟି? କିଛି ହବନି। ବାବା ଜାଣିଲେ କଣ ଇଏ ଛତରା ଲଙ୍ଗଳା ଯିବ ମତେ କଣ କରିବ? ନାରାୟଣ ତାହେଲେ ଅପେକ୍ଷା କରନ୍ତୁ। ନୃତ୍ୟ ଦେଖିବେନି? ମୁଁ ନୃତ୍ୟ ଦେଖିବା ପାଇଁ ଆସିନଥିଲି। କଳି କରିବାକୁ ଆସିଥିଲ ତାହେଲେ? ଆଉ ତମେ ଯୋଉଠି ଥିବ ସେଇଟା ଆରମ୍ଭ ହେଇଯିବ। ନାରାୟଣ ହଉ ଅପେକ୍ଷା କରନ୍ତୁ। ମୁଁ ଯାଇକି ବାବା
ମହାପ୍ରଭୁ 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 ଦେବର୍ଷି ମହାପ୍ରଭୁ ଦେବର୍ଷି ଲକ୍ଷ୍ମୀଙ୍କ ଝିଙ୍ଗାସ ସହି ନ ପାରି ମା ପାର୍ବତୀ ମନ ଦୁଃଖରେ ବସି କାନ୍ଦୁଛନ୍ତି ମହାପ୍ରଭୁ ଦେବର୍ଷି କିଛି ଗୋଟେ କରନ୍ତୁ ମହାପ୍ରଭୁ ପାର୍ବତୀଙ୍କ ମନ ଦୁଃଖ କାହିଁ ପାଇଁ ଜାଣିଅଛି ମୁହିଁ ନାରାୟଣ। ନିଶ୍ଚୟ ଜାଣିବା ଆଜି ଦେବ ସମାଜରେ ଧନପତି ଯାଅ ଧନପତି ଅବିଳମ୍ବେ ଧାତି ଭଣ୍ଡାର ମଧ୍ୟ ଚଳିବ ସାମାନ୍ୟ ଜଟର ଓଜନ ମାତା ସମ୍ପଦ ଘେନି ଆସିବ ହେ ବୟସେ ଅଟମଣ୍ଡନ ଆଣି ଭେଟି ଦିଅ ମୋ ଘର ହେ ସୁବର୍ଣ୍ଣର ହାର କର୍ଣ୍ଣର କୁଣ୍ଡଳ ତାର ପଦ କୁଆରି ପାର୍ବତୀ ପାରୁ ସେ ଦେବ ହେ ବସେ ଅଷ୍ଟମଣ୍ଡଳ ଦେଖୁଥିବେ ସର୍ବଦେବ ହେ ବସେ ଅଷ୍ଟମଣ୍ଡଳ ଆଦେଶ ମୋହର ମାନିଲ କୁବେର ତୁରିତ ଫେରି ଆସିବ କରିବି ଅନ୍ୟ କିଛି ନ ଭାବିବ ହେ ଫଣେ ଧିଜ ଚକ୍ରଧର